ମାଥିଉ 1 ଅଧ୍ୟାୟ। ଯୀଶୁଖ୍ରୀଷ୍ଟଙ୍କ ବଂଶାବଳୀ। ଅବ୍ରାହମଙ୍କ ସନ୍ତାନ ଓ ଦାଉଦଙ୍କ ସନ୍ତାନ ଯୀଶୁଖ୍ରୀଷ୍ଟଙ୍କ ବଂଶାବଳୀ। ଅବ୍ରାହମ ଇସହାକଙ୍କୁ ଜନ୍ମ ଦେଲେ, ଇସହାକ ଯାକୋବଙ୍କୁ ଜନ୍ମ ଦେଲେ, ଯାକୋବ ଜିହୁଦା ଓ ତାଙ୍କ ଭାଇମାନଙ୍କୁ ଜନ୍ମ ଦେଲେ। ଜିହୁଦା ତାମରଙ୍କ ଗର୍ଭରୁ ପେରସ ଓ ସେରହଙ୍କୁ ଜନ୍ମ ଦେଲେ। ପେରସ ହିସ୍ରକଣଙ୍କୁ ଜନ୍ମ ଦେଲେ। ହିସ୍ରନ ଅରାମଙ୍କୁ ଜନ୍ମ ଦେଲେ। ଅରାମ ଅମିନାଦବଙ୍କୁ ଜନ୍ମ ଦେଲେ। ଅମିନାଦବ ନହସନଙ୍କୁ ଜନ୍ମ ଦେଲେ। ନହସନ ସଲମନଙ୍କୁ ଜନ୍ମ ଦେଲେ। ସଲମନ ରାହବଙ୍କ ଗର୍ଭରୁ ବୟାଜକୁ ଜନ୍ମ ଦେଲେ। ବୟାଜ ରୁତଙ୍କ ଗର୍ଭରୁ ଅବେଦଙ୍କୁ ଜନ୍ମ ଦେଲେ। ଅବେଦ ଜିସୟଙ୍କୁ ଜନ୍ମ ଦେଲେ। ଜିସୟ ଦାଉଦ ରାଜାଙ୍କୁ ଜନ୍ମ ଦେଲେ। ଦାଉଦ ଉରୟଙ୍କ ଭାର୍ଯ୍ୟାଙ୍କ ଗର୍ଭରୁ ସଲମନଙ୍କୁ ଜନ୍ମ ଦେଲେ। ସଲମନ ରିହବିୟାମଙ୍କୁ ଜନ୍ମ ଦେଲେ। ରିହବିୟାମ ଅବିୟମକୁ ଜନ୍ମ ଦେଲେ। ଅବିୟ ଆସଙ୍କୁ ଜନ୍ମ ଦେଲେ। ଆସା ଜିହସାପଟଙ୍କୁ ଜନ୍ମ ଦେଲେ। ଜିହସାପଟ ଜରାମଙ୍କୁ ଜନ୍ମ ଦେଲେ। ଜରାମ ଉଜିୟଙ୍କୁ ଜନ୍ମ ଦେଲେ। ଉଜିୟ ଜଥମଙ୍କୁ ଜନ୍ମ ଦେଲେ। ଜଥମ ଆହସଙ୍କୁ ଜନ୍ମ ଦେଲେ। ଆହସ ହିଜକିୟଙ୍କୁ ଜନ୍ମ ଦେଲେ। ହିଜକିୟ ମନସୀଙ୍କୁ ଜନ୍ମ ଦେଲେ। ମନସୀ ଆମନଙ୍କୁ ଜନ୍ମ ଦେଲେ। ଆମନ ଜସିୟଙ୍କୁ ଜନ୍ମ ଦେଲେ। ବାବିଲୋନକୁ ନିର୍ବାସିତ ହେବା ସମୟରେ ଜସିୟ ଜିକନିୟ ଓ ତାଙ୍କ ଭାଇମାନଙ୍କୁ ଜନ୍ମ ଦେଲେ। ବାବିଲୋନକୁ ନିର୍ବାସିତ ହେବା ପରେ ଜିକନିୟ ସଲଟିଏଲଙ୍କୁ ଜନ୍ମ ଦେଲେ। ସଲଟିଏଲ ଜିରୁବାବିଲକୁ ଜନ୍ମ ଦେଲେ। ଜିରୁବାବିଲ ଅବିହୁଦକୁ ଜନ୍ମ ଦେଲେ। ଅବିହୁଦ ଏଲିଆକିମକୁ ଜନ୍ମ ଦେଲେ। ଏଲିଆକିମ ଆସେରଙ୍କୁ ଜନ୍ମ ଦେଲେ। ଆସେର ସାଦକଙ୍କୁ ଜନ୍ମ ଦେଲେ। ସାଦକ ଆଖିମଙ୍କୁ ଜନ୍ମ ଦେଲେ। ଆଖିମ ଏଲିହୁଦକୁ ଜନ୍ମ ଦେଲେ। ଏଲିହୁଦ ଏଲିଆଜରଙ୍କୁ ଜନ୍ମ ଦେଲେ। ଏଲିଆଜର ମତାନଙ୍କୁ ଜନ୍ମ ଦେଲେ। ମତାନ ଯାକୁବଙ୍କୁ ଜନ୍ମ ଦେଲେ। ଯାକୁବ ମରିୟମଙ୍କର ସ୍ୱାମୀ ଯୋସେଫଙ୍କୁ ଜନ୍ମ ଦେଲେ। ଏହି ମରିୟମଙ୍କ ଗର୍ଭରୁ ଯୀଶୁ ଜନ୍ମ ହେଲେ, ତାହାଙ୍କୁ ଖ୍ରୀଷ୍ଟ କୁହାଯାଏ। ଏହି ପ୍ରକାରେ ସର୍ବସୁଦ୍ଧା ଅବ୍ରାହମଙ୍କ ଠାରୁ ଦାଉଦଙ୍କ ପର୍ଯ୍ୟନ୍ତ 14 ପୁରୁଷ, ଆଉ ଦାଉଦଙ୍କ ଠାରୁ ବାବିଲୋନ ନିର୍ବାସନ ପର୍ଯ୍ୟନ୍ତ 14 ପୁରୁଷ, ପୁଣି ବାବିଲୋନ ନିର୍ବାସନ ଠାରୁ ଖ୍ରୀଷ୍ଟଙ୍କ ପର୍ଯ୍ୟନ୍ତ 14 ପୁରୁଷ। ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ବୃତ୍ତାନ୍ତ। ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଏହି ପ୍ରକାର ହେଲା, ତାହାଙ୍କ ମାତା ମରିୟମଙ୍କର ଯୋସେଫଙ୍କ ସହିତ ବିବାହ ନିର୍ବନ୍ଧ ହେଲା ପରେ ସେମାନଙ୍କ ସହବାସ ପୂର୍ବେ ସେ ପବିତ୍ର ଆତ୍ମାଙ୍କ କର୍ତ୍ତୃକ ଗର୍ଭବତୀ ହୋଇଅଛନ୍ତି ବୋଲି ଜଣାପଡ଼ିଲା। ଏଥିରେ ତାଙ୍କ ସ୍ୱାମୀ ଯୋସେଫ ଧାର୍ମିକ ଥିବାରୁ ଏବଂ ତାଙ୍କୁ ପ୍ରକାଶରେ ନିନ୍ଦାର ପାତ୍ର କରିବାକୁ ଇଚ୍ଛା ନ କରିବାରୁ ଗୋପନରେ ତାକୁ ପରିତ୍ୟାଗ କରିବାକୁ ସ୍ଥିର କଲେ। କିନ୍ତୁ ସେ ଏହା ମନସ୍ଥ କଲା ପରେ ଦେଖ, ପ୍ରଭୁଙ୍କର ଜଣେ ଦୂତ ସ୍ୱପ୍ନରେ ତାଙ୍କୁ ଦର୍ଶନ ଦେଇ କହିଲେ, ହେ ଦାଉଦଙ୍କର ସନ୍ତାନ ଯୋସେଫ, ତୁମ୍ଭର ଭାର୍ଯ୍ୟା ମରିୟମଙ୍କୁ ଗ୍ରହଣ କରିବାକୁ ଭୟ କର ନାହିଁ, କାରଣ ତାହାର ଗର୍ଭ ପବିତ୍ର ଆତ୍ମାଙ୍କ କର୍ତ୍ତୃକ ହୋଇଅଛି। ସେ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥି ନିମନ୍ତେ ଏ ସମସ୍ତ ଘଟିଲା। ଦେଖ, ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ, ଆଉ ଲୋକେ ତାହାଙ୍କ ନାମ ଇମାନୁଏଲ ଦେବେ। ଏହି ନାମର ଅର୍ଥ ଆମ୍ଭମାନଙ୍କ ସହିତ ଈଶ୍ୱର। ଏଥିରେ ଯୋସେଫ ନିଦ୍ରାରୁ ଉଠି ପ୍ରଭୁଙ୍କ ଦୂତ ତାଙ୍କୁ ଯେପରି ଆଜ୍ଞା ଦେଇଥିଲେ ସେହିପରି କଲେ ଓ ନିଜ ଭାର୍ଯ୍ୟାଙ୍କୁ ଗ୍ରହଣ କଲେ। କିନ୍ତୁ ସେ ପୁତ୍ର ପ୍ରସବ ନ କରିବା ପର୍ଯ୍ୟନ୍ତ ତାଙ୍କ ସହବାସ କଲେ ନାହିଁ, ଆଉ ସେ ପୁତ୍ରଙ୍କ ନାମ ଯୀଶୁ ଦେଲେ। ମାଥିଉ 2 ଅଧ୍ୟାୟ। ପୂର୍ବଦେଶୀୟ ପଣ୍ଡିତମାନେ।
ହେରୋଦ ରାଜାଙ୍କ ସମୟରେ ଜିହୁଦା ପ୍ରଦେଶର ବେଥଲେହେମରେ ଯୀଶୁଙ୍କ ଜନ୍ମ ହେବା ପରେ ଦେଖ, ପୂର୍ବ ଦେଶର କେତେକ ପଣ୍ଡିତ ଜେରୁସାଲେମକୁ ଆସି କହିଲେ, ଯିହୁଦୀମାନଙ୍କର ଯେଉଁ ରାଜା ଜନ୍ମଗ୍ରହଣ କରିଅଛନ୍ତି ସେ କେଉଁଠାରେ? କାରଣ ଆମ୍ଭେମାନେ ପୂର୍ବ ଦେଶରେ ତାହାଙ୍କ ତାରା ଦେଖି ତାହାଙ୍କୁ ପ୍ରଣାମ କରିବାକୁ ଆସିଅଛୁ। ଏହା ଶୁଣି ହେରୋଦ ରାଜା ଓ ତାଙ୍କ ସହିତ ସମୁଦାୟ ଜେରୁସାଲେମ ନିବାସୀ ଉଦ୍ବିଗ୍ନ ହେଲେ। ପୁଣି ସେ ଲୋକଙ୍କର ସମସ୍ତ ପ୍ରଧାନ ଯାଜକ ଓ ଶାସ୍ତ୍ରୀଙ୍କୁ ଏକତ୍ର କରି ଖ୍ରୀଷ୍ଟ କେଉଁଠାରେ ଜନ୍ମଗ୍ରହଣ କରିବେ ତାହା ସେମାନଙ୍କଠାରୁ ବୁଝି ନେବାକୁ ଚେଷ୍ଟା କଲେ। ସେମାନେ ତାଙ୍କୁ କହିଲେ, ଜିହୁଦା ପ୍ରଦେଶର ବେଥଲେହେମରେ, କାରଣ ଭାବବାଦୀଙ୍କ ଦ୍ୱାରା ଏପରି ଲେଖା ଅଛି, ଆଉ ଜିହୁଦାର ପ୍ରଦେଶର ବେଥଲେହେମ, ତୁ ଜିହୁଦାର ପ୍ରଧାନ ନଗର ସମୂହ ମଧ୍ୟରେ କୌଣସି ପ୍ରକାରେ କ୍ଷୁଦ୍ରତମ ନୁହଁ, କାରଣ ଯେ ଆମ୍ଭର ଇସ୍ରାଏଲ ଲୋକଙ୍କୁ ପ୍ରତିପାଳନ କରିବେ ଏପରି ଜଣେ ଶାସନକର୍ତ୍ତା ତୋଠାରୁ ଉତ୍ପନ୍ନ ହେବେ। ତାପରେ ହେରୋଦ ପଣ୍ଡିତମାନଙ୍କୁ ଗୋପନରେ ଡାକି ସେହି ତାରା କେଉଁ ସମୟରେ ଦେଖାଗଲା ଏହା ସେମାନଙ୍କଠାରୁ ସୂକ୍ଷ୍ମ ରୂପେ ବୁଝିନେଲେ। ପୁଣି ସେ ସେମାନଙ୍କୁ ବେଥଲେହେମକୁ ପଠାଇ କହିଲେ, ଆପଣମାନେ ଯାଇ ସେହି ଶିଶୁଙ୍କ ସମ୍ବନ୍ଧରେ ସୂକ୍ଷ୍ମ ରୂପେ ଅନୁସନ୍ଧାନ କରନ୍ତୁ, ଆଉ ସନ୍ଧାନ ପାଇଲା କ୍ଷଣି ଆମ୍ଭକୁ ସମ୍ବାଦ ଦିଅନ୍ତୁ, ଯେପରି ଆମ୍ଭେ ମଧ୍ୟ ଯାଇ ତାହାକୁ ପ୍ରଣାମ କରିବା। ସେଥିରେ ସେମାନେ ରାଜାଙ୍କ କଥା ଶୁଣି ଚାଲିଗଲେ। ଆଉ ଦେଖ, ସେମାନେ ପୂର୍ବ ଦେଶରେ ଯେଉଁ ତାରା ଦେଖିଥିଲେ ତାହା ସେମାନଙ୍କ ଆଗେ ଆଗେ ଯାଇ ଯେଉଁଠାରେ ଶିଶୁ ଥିଲେ ଶେଷରେ ସେହି ସ୍ଥାନ ଉପରେ ସ୍ଥଗିତ ହେଲା। ସେମାନେ ତାରା ଦେଖି ମହାନନ୍ଦରେ ଅତିଶୟ ଆନନ୍ଦିତ ହେଲେ, ଆଉ ଗୃହ ଭିତରକୁ ଯାଇ ଶିଶୁଙ୍କୁ ତାଙ୍କ ମାତାଙ୍କ ମରିୟମଙ୍କ ସଙ୍ଗରେ ଦେଖିଲେ ଓ ତାଙ୍କୁ ଭୂମିଷ୍ଠ ପ୍ରଣାମ କଲେ। ପୁଣି ଆପଣା ଆପଣା ପେଡ଼ି ଫିଟାଇ ସୁନା, କୁନ୍ଦୁରୁ ଓ ଗନ୍ଧରସ ତାହାକୁ ଦର୍ଶନୀ ଦେଲେ। ପରେ ହେରୋଦଙ୍କ ନିକଟକୁ ବାହୁଡ଼ି ନ ଯିବାକୁ ସ୍ୱପ୍ନରେ ପ୍ରତ୍ୟାଦେଶ ପାଇଁ ସେମାନେ ଅନ୍ୟ ପଥ ଦେଇ ସ୍ୱଦେଶକୁ ପ୍ରସ୍ଥାନ କଲେ। ମିଶରକୁ ପଳାୟନ। ସେମାନେ ପ୍ରସ୍ଥାନ କଲାଉତାରେ ଦେଖ, ପ୍ରଭୁଙ୍କର ଜଣେ ଦୂତ ସ୍ୱପ୍ନରେ ଯୋସେଫଙ୍କୁ ଦର୍ଶନ ଦେଇ କହିଲେ, ଉଠ, ଶିଶୁ ଓ ତାହାଙ୍କ ମାତାକୁ ଘେନି ମିଶରକୁ ପଳାଅ। ପୁଣି ଆମ୍ଭେ ତୁମ୍ଭକୁ ନ କହିବା ପର୍ଯ୍ୟନ୍ତ ସେଠାରେ ରୁହ, କାରଣ ଶିଶୁକୁ ବିନାଶ କରିବା ନିମନ୍ତେ ହେରୋଦ ତାହାଙ୍କୁ ଅନ୍ୱେଷଣ କରିବାକୁ ଉଦ୍ୟତ। ଏଥିରେ ସେ ଉଠି ରାତ୍ରିରେ ଶିଶୁ ଓ ତାହାଙ୍କ ମାତାଙ୍କୁ ଘେନି ମିଶରକୁ ପଳାଇ ଗଲେ, ଆଉ ହେରୋଦଙ୍କ ମରଣ ପର୍ଯ୍ୟନ୍ତ ସେଠାରେ ରହିଲେ, ଯେପରି ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କର ଏହି ଉକ୍ତ ବାକ୍ୟ ସଫଳ ହୁଏ, ମିଶରରୁ ଆମ୍ଭେ ଆପଣା ପୁତ୍ରକୁ ଆହ୍ୱାନ କଲୁ। ହେରୋଦଙ୍କ ଶିଶୁ ହତ୍ୟା। ଇତିମଧ୍ୟରେ ହେରୋଦ ପଣ୍ଡିତମାନଙ୍କ ଦ୍ୱାରା ଆପଣାକୁ ପ୍ରବଞ୍ଚିତ ହେବା ଦେଖି କ୍ରୋଧାନ୍ଧ ହୋଇଗଲେ, ଆଉ ସେମାନଙ୍କ ନିକଟରୁ ସୂକ୍ଷ୍ମ ରୂପେ ଯେଉଁ ସମୟ ବୁଝିଥିଲେ ତଦନୁସାରେ 2 ବର୍ଷ ଓ ସେଥିରୁ ନ୍ୟୁନ ବୟସ୍କ ଯେତେ ବାଳକ ବେଥଲେହେମ ପୁଣି ସେଥିର ସମସ୍ତ ସୀମା ମଧ୍ୟରେ ଥିଲେ ଲୋକ ପଠାଇ ସେହି ସମସ୍ତଙ୍କୁ ବଧ କରାଇଲେ। ସେତେବେଳେ ଯିରିମିୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହେଲା। ରାମାରେ ସ୍ୱର ଶୁଣାଗଲା ରୋଦନ ଓ ଅତିଶୟ ବିଳାପ। ରାହେଲ ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କରୁଥିଲେ, ଆଉ ସେମାନେ ନାହାନ୍ତି ବୋଲି ସେ ସାନ୍ତ୍ୱନାର କଥା ମାନିବାକୁ ଇଚ୍ଛା କରୁନଥିଲେ। ନାଜରିତକୁ ପ୍ରତ୍ୟାବର୍ତ୍ତନ। ହେରୋଦଙ୍କ ମୃତ୍ୟୁ ଉତ୍ତାରେ ଦେଖ, ପ୍ରଭୁଙ୍କର ଜଣେ ଦୂତ ମିଶରରେ ଯୋସେଫଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ କହିଲେ, ଉଠ, ଶିଶୁ ଓ ତାହାଙ୍କ ମାତାକୁ ଘେନି ଇସ୍ରାଏଲ ଦେଶକୁ ଗମନ କର, କାରଣ ଯେଉଁମାନେ ଶିଶୁଙ୍କୁ ପ୍ରାଣ ବିନାଶ କରିବା ନିମନ୍ତେ ଚେଷ୍ଟା କରୁଥିଲେ ସେମାନଙ୍କର ମୃତ୍ୟୁ ଘଟିଅଛି। ସେଥିରେ ସେ ଉଠି ଶିଶୁ ଓ ତାହାଙ୍କ ମାତାକୁ ଘେନି ଇସ୍ରାଏଲ ଦେଶକୁ ଆସିଲେ। ମାତ୍ର ଆର୍ଖିଲାୟ ଆପଣା ପିତା ହେରୋଦଙ୍କ ସ୍ଥାନରେ ଜିହୁଦା ପ୍ରଦେଶର ରାଜା ହୋଇଅଛନ୍ତି, ଏହା ଶୁଣି ସେଠାକୁ ଯିବା ପାଇଁ ସେ ଭୟ କଲେ। କିନ୍ତୁ ସ୍ୱପ୍ନରେ ପ୍ରତ୍ୟାଦେଶ ପାଇଁ ସେ ଗାଲିଲୀୟ ଅଞ୍ଚଳକୁ ପଳାଇ ଗଲେ।
ଓ ନାଜରିତ୍ୟ ନାମକ ନଗରରେ ଯାଇ ବାସ କଲେ। ଯେପରି ଭାବବାଦୀମାନଙ୍କ ଦ୍ୱାରା ଉକ୍ତ ବାକ୍ୟ ସଫଳ ହୁଏ ଯେ ସେ ନାଜରିତ୍ୟ ବୋଲି ଖ୍ୟାତ ହେବେ। ମାଥିଉ 3 ଅଧ୍ୟାୟ। ବାପ୍ତିଜକ ଜହନଙ୍କର ପ୍ରଚାର। ସେହି କାଳରେ ବାପ୍ତିଜକ ଜହନ ଉପସ୍ଥିତ ହୋଇ ଜିହୁଦା ପ୍ରଦେଶର ପ୍ରାନ୍ତରରେ ଘୋଷଣା କରି କହିବାକୁ ଲାଗିଲେ, ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ସନ୍ନିକଟ। ଯିଶାୟ ଭାବବାଦୀଙ୍କ ଦ୍ୱାରା ଯାହାଙ୍କ ବିଷୟରେ ଏହି ବାକ୍ୟ ଉକ୍ତ ହୋଇଥିଲା, ଏହି ସେହି ବ୍ୟକ୍ତି ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ପ୍ରସ୍ତୁତ କର, ତାହାଙ୍କ ରାଜଦାଣ୍ଡ ସଳଖ କର। ସେହି ଜହନ ଅଟଲମର ବସ୍ତ୍ର ପିନ୍ଧୁଥିଲେ ଓ ଆପଣା କଟିରେ ଚର୍ମପଟୁକା ବାନ୍ଧୁଥିଲେ। ପୁଣି ତାହାଙ୍କ ଖାଦ୍ୟ ପଙ୍ଗପାଳ, କ୍ୟାର ବୃକ୍ଷର ଫଳ ଓ ବନମଧୁ ଥିଲା। ସେତେବେଳେ ଜେରୁସାଲେମ ଓ ସମଗ୍ର ଜିହୁଦା ପ୍ରଦେଶ, ପୁଣି ଜର୍ଦ୍ଦନ ନିକଟବର୍ତ୍ତୀ ସମସ୍ତ ଅଞ୍ଚଳର ଲୋକମାନେ ବାହାରି ତାହାଙ୍କ ନିକଟକୁ ଆସିବାକୁ ଲାଗିଲେ, ଆଉ ଆପଣା ଆପଣା ପାପ ସ୍ୱୀକାର କରି ତାହାଙ୍କ ଦ୍ୱାରା ଜର୍ଦ୍ଦନ ନଦୀରେ ବାପ୍ତିଜିତ ହେଲେ। କିନ୍ତୁ ଫାରୁସୀ ଓ ସାଧୁକୀମାନଙ୍କ ମଧ୍ୟରୁ ଅନେକ ବାପ୍ତିସ୍ମ ନିମନ୍ତେ ଆସୁଅଛନ୍ତି। ଏହା ଦେଖି ସେ ସେମାନଙ୍କୁ କହିଲେ, ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମ୍ଭମାନଙ୍କୁ ଚେତନା ଦେଲା? ଏଣୁ ମନ ପରିବର୍ତ୍ତନ ଓ ଉପଯୁକ୍ତ ଫଳ ଉତ୍ପନ୍ନ କର। ପୁଣି ଅବ୍ରାହମ ତ ଆମ୍ଭମାନଙ୍କର ପିତା। ମନେ ମନେ ଏପରି କହିବାକୁ ଭାଳ ନାହିଁ, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ଈଶ୍ୱର ଏହି ପଥର ଗୁଡ଼ାକରୁ ଅବ୍ରାହମଙ୍କ ନିମନ୍ତେ ସନ୍ତାନ ଉତ୍ପନ୍ନ କରିପାରନ୍ତି। ଆଉ ଏବେ ସୁଦ୍ଧା ଗଛଗୁଡ଼ିକ ମୂଳରେ କୁର୍ହାଡ଼ି ଲାଗିଅଛି। ଅତଏବ ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯିବ। ମୁଁ ସିନା ତୁମ୍ଭମାନଙ୍କୁ ମନ ପରିବର୍ତ୍ତନ ନିମନ୍ତେ ଜଳରେ ବାପ୍ତିସ୍ମ ଦେଉଅଛି, ମାତ୍ର ମୋ ତାରେ ଯେ ଆସୁଅଛନ୍ତି ସେ ମୋ ଠାରୁ ଅଧିକ ଶକ୍ତିମାନ। ତାହାଙ୍କ ପାଦୁକା ବହନ କରିବା ପାଇଁ ମୁଁ ଯୋଗ୍ୟ ନୁହେଁ। ସେ ତୁମ୍ଭମାନଙ୍କୁ ପବିତ୍ର ଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ। ତାହାଙ୍କ ହାତରେ କୁଲା ଅଛି, ଆଉ ସେ ନିଜ ଖଳା ଉତ୍ତମ ରୂପେ ପରିଷ୍କାର କରି ଆପଣା ଗହମ ଅମାରରେ ସଂଗ୍ରହ କରି ରଖିବେ। କିନ୍ତୁ ଅଗାଡ଼ିକ ଯାକ ଅନିର୍ବାଣ ଅଗ୍ନିରେ ପୋଡ଼ି ପକାଇବେ। ଯୀଶୁଙ୍କ ଜଳଦୀକ୍ଷା ଗ୍ରହଣ। ସେତେବେଳେ ଯୀଶୁ ଜହନଙ୍କ ଦ୍ୱାରା ବାପ୍ତିଜିତ ହେବା ନିମନ୍ତେ ଗାଲିଲରୁ ଜର୍ଦ୍ଦନକୁ ଆସିଲେ। କିନ୍ତୁ ଜହନ ତାହାକୁ ନିବାରଣ କରିବାକୁ ଚେଷ୍ଟା କରି କହିଲେ, ଆପଣଙ୍କ ଦ୍ୱାରା ବାପ୍ତିଜିତ ହେବା ମୋହର ପ୍ରୟୋଜନ, ଆଉ ଆପଣ ମୋ ନିକଟକୁ ଆସୁଅଛନ୍ତି। ମାତ୍ର ଯୀଶୁ ତାଙ୍କୁ ଉତ୍ତର ଦେଲେ, ଏବେ ସମ୍ମତ ହୁଅ, କାରଣ ଏହି ପ୍ରକାର ସମସ୍ତ ଧର୍ମକର୍ମ ସାଧନ କରିବା ଆମ୍ଭମାନଙ୍କର ଉପଯୁକ୍ତ। ସେଥିରେ ସେ ତାହାଙ୍କ କଥାରେ ସମ୍ମତ ହେଲେ। ଯୀଶୁ ବାପ୍ତିଜିତ ହେଲା କ୍ଷଣି ଜଳରୁ ଉଠି ଆସିଲେ, ଆଉ ଦେଖ, ଆକାଶ ଉନ୍ମୁକ୍ତ ହେଲା। ପୁଣି ସେ ଈଶ୍ୱରଙ୍କ ଆତ୍ମାଙ୍କୁ କପୋତ ପରି ଅବତରଣ କରି ଆପଣା ଉପରକୁ ଆସିବା ଦେଖିଲେ। ଆଉ ଦେଖ, ଆକାଶରୁ ଏହି ବାଣୀ ହେଲା, ଏ ଆମ୍ଭର ପ୍ରିୟ ପୁତ୍ର, ଏହାଙ୍କଠାରେ ଆମ୍ଭର ପରମ ସନ୍ତୋଷ। ମାଥିଉ 4 ଅଧ୍ୟାୟ। ଯୀଶୁ ପରୀକ୍ଷାର ସମ୍ମୁଖୀନ। ସେତେବେଳେ ଯୀଶୁ ଶୟତାନ ଦ୍ୱାରା ପରୀକ୍ଷିତ ହେବା ନିମନ୍ତେ ଆତ୍ମାଙ୍କ କର୍ତ୍ତୃକ ପ୍ରାନ୍ତରକୁ ନୀତ ହେଲେ। ପୁଣି 40 ଦିନ ଓ 40 ରାତ୍ରି ଉପବାସ କରି ଶେଷରେ କ୍ଷୁଧିତ ହେଲେ। ଆଉ ପରୀକ୍ଷକ ତାହାଙ୍କ ନିକଟକୁ ଆସି କହିଲା, ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ଏହି ପଥର ଗୁଡ଼ାକ ରୁଟି ହେବା ପାଇଁ ଆଜ୍ଞା ଦିଅ। କିନ୍ତୁ ଯୀଶୁ ଉତ୍ତର ଦେଲେ, ଲେଖା ଅଛି, ମନୁଷ୍ୟ କେବଳ ରୁଟିରେ ବଞ୍ଚିବ ନାହିଁ, ମାତ୍ର ଈଶ୍ୱରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ। ତହିଁ ଉତ୍ତାରେ ଶୟତାନ ତାହାକୁ ପୁଣ୍ୟ ନଗରୀକୁ ଘେନିଯାଇ ମନ୍ଦିରର ଛାତ ଉପରେ ଠିଆ କରାଇ ତାହାକୁ କହିଲା, ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ତଳକୁ ଡେଇଁପଡ଼, କାରଣ ଲେଖା ଅଛି, ସେ ଆପଣା ଦୂତମାନଙ୍କୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ, ଆଉ କାଳେ ତୁମ୍ଭ ପାଦ ପଥରରେ ବାଜିବ, ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତଳି ଧରିବେ। ଯୀଶୁ ତାଙ୍କୁ ଉତ୍ତରରେ କହିଲେ, ଆହୁରି ଲେଖା ଅଛି, ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପରୀକ୍ଷା କରିବ ନାହିଁ।
पुनश्च शयतान ताहाकु गोटे अति उच्च पर्वत उपरकु घेनी जाए जगतर समस्त राज्य व से सबुर ऐश्वर्य देखाए कहिला, तुम्भे जेबे आम्भकु भूमिष्ठ प्रणाम करिब तेबे आम्भे एही समस्त तुम्भकु देबा। तहिरे जीशु तांकु कहिले, दूरह शैतान, कारण लेखा अछि तुम्भे प्रभु आपणा ईश्वरंकु प्रणाम करिब पुणी केवल ताहांकर उपासना करिब। एथिरे शयतान ताहाकु छाड़ी चलीगला। आ देख दूत माने आसी ताहांकर सेवा करिबाकु लागिले। जीशुंक सेवा कार्य आरंभ परे जहन धरा पड़िलेनि बोली सुनी से अंतर होई गालिली को प्रस्थान कले। आउ से नाजरित्य परित्याग करी सबुलून व नप्ताली अंचल रे थिबा समुद्र कूलस्थित कर्फनाहुम को जाई सेठारे बास कले। जेपरि जिसाय भाववादी द्वारा उक्त एही वाक्य सफल हुए। सबुलून देश व नप्ताली देश समुद्र निकटवर्ती व जर्दनर अपर पार्श्वस्थ विजातीय मानक गालिली। अंधकारवासी लोके यह महा आलोक दर्शन कले। आउ मृत्युर अंचल व छायारे अवस्थित लोकंक निमंते आलोक उदित हेला। सेही समय ठारू जीशु घोषणा करबाको आरंभ करी कहिबाको लागिले, मन परिवर्तन कर, कारण स्वर्गराज्य सनिकट। प्रथम शिष्यंकु आह्वान। से गालिली समुद्र कूल भ्रमण करुथिबा समयरे सिमोन, जहांको पितर बोली कहंती, आउ तांको भाई आंद्रिय एही दुई भाई को समुद्र रे भौरी जाल पकाउथिबा देखिले, कारण से माने मत्स्यजीवी थिले। जीशु से मानंको कहिले, मोहर अनुगमन कर, मु तुम्ह मानंको मनुष्य धरिबा सिखाइबी। सेथिरे से माने सेही क्षणी जाल छाड़ी ताहांकर अनुगमन कले। पुणी जीशु सेठारु आगको जाए जेबदींको पुत्र जाकुब ओ तांको भाई जहन नामक आउ दुई भाई की सेमानंको पिता जेबदींको सहित नौकारे जाल सजाड़ुथिबा देखि सेमानंको डाकिले। सेथिरे सेमाने सेही क्षणी नौका ओ सेमानंकर पितांको छाड़ी ताहांकर अनुगमन कले। जीशुंको सेवा कार्य परि जीशु सेमानंको समाज गृह समूहरे शिक्षा दे राज्यर सुसमाचार घोषणा करी एवं लोकंकर समस्त प्रकार रोग व समस्त प्रकार पीड़ा सुस्थ करी समुदाय गालिली रे भ्रमण करबाकु लागिले। आ ताहांक संबंधरे जनर व समुदाय सूर्या पर्यंत व्यापीगला। पुणी लोके भूतग्रस्त, मृत्युरोगी व पक्षाघात रोगी आदि नाना प्रकार रोगरे पीड़ित व जंत्रणाग्रस्त समस्त को ताहांक निकट को आनिले। आउ से सेमानंकु सुस्थ कले। पुणी गालिली, देकापोली, जेरुसालेम, जिहुदा प्रदेश व जर्दनर अपर पारिरु बहु संख्यक लोक आसी ताहांकर पश्चातगमन कले।